ହାଏ ସାଙ୍ଗମାନେ, ଆଜି ଆସନ୍ତୁ ଦେଖିବା ଆମେ କ'ଣ କଲୁ ସମସ୍ତେ ମିଶିକି ପିଲାମାନଙ୍କ ସହିତ। ତ ଆମେ ସବୁ ପିଲାମାନେ ଚାଲୁ, ତାଙ୍କ ସହିତ ମୁଁ ବି ଥିଲି। ତ ଚାଲୁ ଆମେ ମୁଢ଼ି ପାଗ କରିବା ପାଇଁ। ତ ଏଠି ଆମେ କଦଳୀ ପତ୍ରରେ ମୁଢ଼ି ଢାଳି ସାରିଲୁଣି, ମିକ୍ସଚର ଆଉ ସବୁ କୁରକୁରି ନେଇଥିଲୁ, ଆଉ ଗାଜର, କାକୁଡ଼ି ଆଉ ପିଆଜ, ଟମାଟୋ ନେଇଥିଲୁ। ତ ଷ୍ଟାଇଲ୍ ମାରିକି ପକେଇଲା ବେଳେ ପିଆଜଟା ସେପଟେ ଗୋଟେ ଗଡ଼ିଗଲା। ତ ଏଠି ଆମର ପିଲାମାନେ କାକୁଡ଼ି କଟାକଟି କଲେଣି। ଏଠି ମୁଁ ସବୁ ମିକ୍ସଚର ଆଉ କୁରକୁରି ଯେତିକି ସବୁ ଥିଲା, ତ ଏଠି ମୁଁ ଜଲ୍ଦି ଦେଇଦେଲି। ତ କାକୁଡ଼ି ଦେଖନ୍ତୁ, ଆମ ପିଲାମାନେ ଟିକେ ଜଲ୍ଦି କାଟି ଦେଇଥିଲେ, ତ ସେଥିପାଇଁ କାକୁଡ଼ିକୁ ବି କାଟି ଦେଇଥିଲେ, ମୁଁ ତ ଦେଇଦେଲି। ତାପରେ ମିକ୍ସଚର ବି ସବୁ ଥିଲା, ଢାଳିଦେଲି। ଏବେ ଆଳୁ ଚିପ୍ସ ଆଉ ସୟାଷ୍ଟିଟା ବାହାରିଥିଲା, ତ ତାକୁ ଚିରିକି ବି ଭଲସେ ଦେଇଥିଲି। ତାପରେ ଆହୁରି ପିଲାମାନେ କାକୁଡ଼ି କାଟିକି ଦେଇଦେଲେ, ଟମାଟୋ ବି କାଟିକି ଦେଲେ। ଏବେ ପାଳି ଆସିଲା ଆଚାରର। ଆଚାର ନ ପଡ଼ିଲେ ଟିକେ ଭଲ ଲାଗିବନି, ତ ସେଥିପାଇଁ ଆଚାର ଦେଇକି ଅଳ୍ପ କିଛି ଲୁଣ ଆଉ ଲଙ୍କା ଗୁଣ୍ଡକୁ ଭଲ ଭାବରେ ଦେଇଥିଲୁ। ତାପରେ ପାଳି ଆସିଲା ଗାଜର ପିଆଜ ପାଳି ଆସିଲା, ତ ଏବେ ମୁଁ ପକେଇ ଦେଇଥିଲି। ତାପରେ ଭଲସେ ଟିକେ ତାକୁ ପାଣି ଟିକେ ଅଳ୍ପ ଦେଇକି ଆମର ଗୋଟେ ପିଲା ଭଲସେ ପାଗ ବନଉଛି ଦେଖ। ଏପଟେ ଆମ ସବୁ ପିଲାମାନେ ଲାଗିଛନ୍ତି, ଆଉ ଟିକେ ଅଳ୍ପ କିଛି ପାଣି ଦେଇକି ଖାଇଲା ପରେ କହୁଛନ୍ତି ପିଲାମାନେ ବଢ଼ିଆ ଟେଷ୍ଟ ହେଇଛି, ବହୁତ ଟେଷ୍ଟ ହେଇଛି। ଦେଖନ୍ତୁ ସବୁ ପିଲାଟି ଖାଉଛନ୍ତି, ତ କହୁଛନ୍ତି ବଢ଼ିଆ ଟେଷ୍ଟ ହେଇଛି। ତ ଆପଣମାନଙ୍କୁ ଆମ ମୁଢ଼ି ପାଗଟି କେମିତି ଲାଗିଲା ନିହାତି ଜଣେଇବେ। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ। ଆପଣମାନେ ଏମିତି ଖାଇଛନ୍ତି କି ନାହିଁ କମେଣ୍ଟ ବି କରନ୍ତୁ। ଆମକୁ ତ ଜବରଦସ୍ତ ଲାଗୁଥିଲା, ପିଲାମାନେ ତ ଦେଖୁଛନ୍ତି ଖାଉଛନ୍ତି ମଜାରେ, ଆଉ ମୁଁ ବି ତାଙ୍କ ସହିତ ଅଛି, ମୋତେ ବି ବଢ଼ିଆ ଲାଗୁଥିଲା। ଆଉ ଦେଖନ୍ତୁ ସବୁ ପିଲାମାନେ ଖାଇଗଲେ, ସବୁ ଖାଇକି ସାରି ଦେଇ ସାରିଲେଣି। ତ ଆପଣମାନଙ୍କ ପାଇଁ କିଛି ବି ରଖିନାହାନ୍ତି, କାହିଁକିନା ଆମ ପିଲାମାନେ ଗୋଟେ ଖାଇବା ବାଲା ପିଲା ଗୁଡ଼ା ଦେଖନ୍ତୁ ଖାଇବା ପାଇଁ କେମିତି ହେଉଛନ୍ତି, କେଇଠୁ ନେଇକି କେମିତି ଷ୍ଟାଇଲରେ ସବୁ ବସିକି ଖାଇଲେଣି। ତ ଆପଣମାନେ ଯଦି ଭଲ ଲାଗିଥିବ ଭିଡ଼ିଓଟି, ତାହେଲେ ନିହାତି